ଯା ଉଠିଲା ପରେ ସାର୍ କହିଲି ସାର୍ ମୁଁ ତାକୁ ପିଟିବେନି ନା ତୁ କାହିଁକି ଗଲୁନି କହିଲି ତା ବୁଝିବାକୁ ପଡ଼ିଥିଲା ଦିନେ ସେ ଭୁଲ କରିବିନି ସେଇଟା ଗୋଟେ ଆଉ ଜୀବନରେ ଗୋଟେ ବାସିକିଟା 4 ବର୍ଷରେ ଗୋଟେ ଥାପଡ଼ ଖାତାଟା ଦେଇଥିଲି ଅଙ୍କଟା କରିନଥିଲି ଚୁପ୍ କି ପଛେଇ ଆସିଲି ମୋର ଜ୍ଞାନକୁ ଆସିଲାନି ସାର୍ ଯେତେଟା ଛାତ୍ରକୁ ସେତେଟା ଖାତା ଦେଖିବେ ଶେଷରେ କହିଲେ ମରି ଉଠିଲୁ କହିଲେ ସାର୍ ଅଙ୍କ ଦେଇଛୁ ହଁ ଆଉ ତୋ ଖାତାରେ ମୁଁ ସାଇନ୍ କଲି ହଁ ସାର୍ ଏତିକି ଛାତ୍ର ମୁଁ ଏତିକି ଖାତା ଦସ୍ତଖତ କରିଛି ଆଣିଲି ତୋ ଖାତା ଗୋଟେ ଥାପଡ଼ ଖାଇଥିଲି କିନ୍ତୁ ତପସ୍ୟା କରୁଥିଲି ଚତୁର୍ଥରୁ ଆଉ ପାଠ ପଢୁଥିଲି ଗୋଟେ ଛାତ୍ର ଥିଲି ଏନା ବହୁତ ସାଙ୍ଗସାଥି ଅଫିସର ଅଛନ୍ତି ସେମିତି ଆମେ 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 ଯଦି ନିଜେ ନ ଚାହିଁବା ଆଗାମୀ ସମୟ ପାଇଁ ଆମେ ପରିଷ୍କାର ହେଇପାରିବାନି ଯେମିତି ଓଳିଆ ବା ଏଇ ଅପସଂସ୍କୃତି ବା ହିଂସା ଆମକୁ ଜାକି ଆସୁଛି ତାର ପ୍ରତିରୋଧ କଲେ ତ ଆମ ପରିବାର ସବୁ ଆମେ ଭଲରେ ରହିପାରିବା ଆମେ ପରିବାର କହିଲେ ଆପଣ ଯୋଉଟା କହୁଥିଲେ ଆମେ ଗୋଟେ ସଂଘ ପରିବାର ଭାରତ ତ ଆମର ଘର ଥିଲେ ଜହିତ ଏଇ ଭାରତ ଭିତରେ ମଣି ବି ମୁଁ ଅଛି ଆପଣା କଖରେ କାରଣ ଗୋପବନ୍ଧୁ ହେରିକା ଜାଣିଥିଲେ ଆମେ ଜାଣିପାରୁଛନ୍ତି କି ସେମାନେ ଆମ ଆଖି ଫିଟେଇ ଦେଲେ ସେଇଟାକୁ ପାଇକି ସାର୍ ମାନେ ପଢେଇକି କିଛି ଜ୍ଞାନ ଦେଲେ ସେ ସାର୍ ମାନେ ବେଶୀ ପାଠ ଫଟିନି ଆଜ୍ଞା ବେଶୀ ଫଟନି ଅର୍ଥର ଅଭାବ ଯୋଗୁଁ ଆଉ ଯାହା ଜ୍ଞାନ ଦେଲେ ସେ ଭଗବାନଙ୍କୁ ଆଶ୍ରା କରି କରି ଶ୍ରୀ ଜଗନ୍ନାଥଙ୍କ କୋଳକୁ ଯାଇପାରିଛି ଶ୍ରୀରାମଙ୍କୁ କାଇପଦାରେ ଦର୍ଶନ କରିଛି ଯୋଉଠିକି ସମସ୍ତେ ବସିଥିଲେ ପୂଜାରୀ ହାତ ଧରିକି ଧୂପ ଦେଲେ ନା ତାଙ୍କ ଉପରେ ତୁମର କିଛି ଅଛି ସମ୍ପର୍କ ବୋଲି ଦର୍ଶନ କର ସେମିତି ପୁରୀ ଦେଉଳରେ ହେଲା ପରିଚୟ ହେଇଛି ଭାଗ ପାଇଛି।